କିନ୍ତୁ ସେମାନେ କିଛି ଓଲା ସାଙ୍ଗରେ ଓଲା ପାଇଲେ କଣ ଓଲା ସେ ସେଟା ବୁଝିପାରିଲେନି, ଯାହା ଫଳରେ ଆଜି ସେ ସମସ୍ୟା ଆଜ୍ଞା ସେତିକି ଦରକାର ସେମାନେ ଚିନ୍ତା କରନ୍ତୁ। ଆଜ୍ଞା ରାତିରେ ସେମାନେ ନ୍ୟୁଜ ମୁଁ ଦେଖିଛି 400 ଗାଡିର କ୍ୟାନସେଲ, ପରିମିଟ କ୍ୟାନସେଲ, ଲାଇସେନ୍ସ କ୍ୟାନସେଲ, ସେ ଆଉ କିଛି କରିପାରିବେ? ସେମାନେ ଉପଯୁକ୍ତ ଦରକାର ସେଭଳି ଦଣ୍ଡ। ନାଇଁ ଆମ ପ୍ରତି ଅତ୍ୟାଚାର ନାହିଁ, ଆମେ ଗଭର୍ଣ୍ଣମେଣ୍ଟ ତରଫରୁ ଆଣିଥାଉ ତାଙ୍କର ଅନଲାଇନ ଆମର ସେମାନଙ୍କର ଆଜ୍ଞା ମନ ଶାସନ କଷ୍ଟମରକୁ ସେମାନେ ଜବରଦସ୍ତି ଏକ୍ସଟ୍ରା ପଇସା ନେଉଛନ୍ତି। ଆମର ସ୍ୱତନ୍ତ୍ର ସରକାରଙ୍କ ଯଦି ଆମେ କମ୍ପ୍ଲେନ କରିଥାଉ ଯୋଉର ଧାରଣା ସ୍ଥଳ ଅଛି, ଆମର ଯଦି ପ୍ରାଇଭେଟ ସଂଖ୍ୟା ଯେତେ ଅଛନ୍ତି ସମୟ ଇଏ ହେଲେ ଆମେ ରୁଟିନ ଅନୁସାରେ 20 ଜଣ 30 ଜଣ ଆମେ ପ୍ରତ୍ୟେକ ଦିନ ବସିବା ସରକାରଙ୍କୁ ପାଇଁ ଆଲୋଚନା ପାଇଁ କହିବା। କିନ୍ତୁ ଏମିତି ଗୋଟେ ମାସ ହେଇକି ଗାଡି ଭାଙ୍ଗିବାଟା ବହୁତ ଖରାପ। ଆମ ମନରେ ସେମିତି ବାହାରିବ। ଆମେ ଆଜ୍ଞା ବର୍ଷ ଧରି ଏଇଠୁ ଅଫଲାଇନରେ ଆମେ ଡ୍ୟୁଟି କରିବାକୁ, ଆମେ ପ୍ରଥମେ ଅନଲାଇନ ଥିଲେ କି ଆମେ ସେବା ଦଉଥିଲୁ, ଆମେ ମାନେ ଦଉଥିଲୁ, ଏଠି କେହି ନଥିଲେ ଆଜ୍ଞା ଭୁବନେଶ୍ୱର ଷ୍ଟାର୍ଟିଂ ଅଟୋ ଷ୍ଟେସନ। କିନ୍ତୁ ସେମାନେ କିଛି ଓଲା ସାଙ୍ଗରେ ଓଲା ପାଇଲେ କଣ ହବ ଓଲା ସେ ସେଟା ବୁଝିପାରିଲେନି, ଯାହା ଫଳରେ ଆଜି ସେ ସମସ୍ୟା ଘଟେ। ଆଜ୍ଞା ସେତିକି ଦରକାର ସେମାନେ ଚିନ୍ତା କରନ୍ତୁ। ଆଜ୍ଞା ରାତିରେ ସେମାନେ ନ୍ୟୁଜ ମୁଁ ଦେଖିଛି 400 ଗାଡିର କ୍ୟାନସେଲ, ପରିମିଟ କ୍ୟାନସେଲ, ଲାଇସେନ୍ସ କ୍ୟାନସେଲ, ସେ ଆଉ କିଛି କରିପାରିବେ? ସେମାନେ ଉପଯୁକ୍ତ ଦରକାର ସେଭଳି ଦଣ୍ଡ। ନାଇଁ ଆମ ପ୍ରତି ଅତ୍ୟାଚାର ନାହିଁ, ଆମେ ଗଭର୍ଣ୍ଣମେଣ୍ଟ ତରଫରୁ ଆଣିଥାଉ ତାଙ୍କର ଅନଲାଇନ ଆମର ଏଠି ସେମାନଙ୍କର ଆଜ୍ଞା ମନମୁଖୀ ଶାସନ କଷ୍ଟମରଠୁ ସେମାନେ ଜବରଦସ୍ତି ଏକ୍ସଟ୍ରା ପଇସା ନେଉଛନ୍ତି। କିନ୍ତୁ ଆମେ ଏଠି ଅଫଲାଇନରେ ଆମେ ମନ ମାରୁଛୁ ନାହିଁ, ଆମ ଷ୍ଟାଣ୍ଡର ନିୟମ ଅଛି। ବରମୁଣ୍ଡାକୁ ଯୋଉ 200 ଭଡ଼ା ଆମେ ଏ ମୁଣ୍ଡରୁ ସେ ମୁଣ୍ଡକୁ ବୁଝିବେ, ସେ 200 କହିବେ, ସେ 300 କହିବେ। ସିଷ୍ଟମ ଗୋଟେ ଅଛି, ତମେ ସେ ସିଷ୍ଟମ ନ ଯାଇକି ଆଜି କଣ ହେଲା ଭୋଗିଲ? ଓଲା ସାଥିରେ ପଇଲା ମାନେ ତ ଓଲା ହେଲେ ଏମାନେ ଆଉ ଚାଲାକି ହେଇପାରିଲେ କି? ସେଇଟା ଆଜ୍ଞା 2 ଦିନ କାହିଁକି ନା ସେ ସବୁ ଜିନିଷ ନହେଲେ ଏତେ ବଡ ଭୁଲ କରିନଥାନ୍ତି। ସେମାନେ ଆଜ୍ଞା 100% ଅଛନ୍ତି। 100ରୁ ଆଜ୍ଞା 30 ଜଣ ଯଦି ଏଇ ଭୁଲ ବାଟକୁ ଚାଲିଲେ ସରିଗଲା, କମ୍ପାନୀ ବଦନାମ। 70 ଜଣ ଭଲ ଥାଇ ଲାଭ କଣ? ସେ କରିଛନ୍ତି, କିଏ ମଦ ପିଇଥିଲା, କିଏ ଭୁଲ କରିଥିଲା, ସେ ସବୁ ଧାରପଡ଼ାରେ ନା ଚକି ପଉଛନ୍ତି। ଏଠି ଛୁଆମାନେ ସ୍ତ୍ରୀ ମାନେ ସେଠି ଅନେଇଛନ୍ତି ଦଣ୍ଡ। ଆପଣଙ୍କ ଭଳି ଆମକୁ ଦୁଃଖ ଲାଗୁଛି, ଯେହେତୁ ସେ ଭୁଲ କରିଛନ୍ତି ସେ ଦଣ୍ଡ ପାଇବ। ଆମେ ଏଠି କିଛି କରିପାରିବୁ? କମ୍ପାନୀ ସବୁଦିନ ବ୍ୟାନ୍ ହେଇଗନି କଣ ଆଜ୍ଞା ଆମର ଅଫଲାଇନରେ ଅଟୋ ଯୋଗାଇ ପାରିବନି? ପ୍ୟାସେଞ୍ଜର ଯୋଉ ଅନୁସାରେ ଆସୁଛନ୍ତି ଅଫଲାଇନ କି ସଫିସିଏଣ୍ଟ, କିନ୍ତୁ ଅନଲାଇନ ଅଧିକ ଗାଡି ବାହାର କରି କିଛି ଲାଭ ନାହିଁ, ଯାହା ଫଳରେ ତାଙ୍କ ବେପାର ହେଲାନି, ସେ ଆସିଲା ରାଜରାସ୍ତାରେ, ଲାଭ କଣ ହେଲା?